ଜୟନା ସାଙ୍ଗମାନେ ଚାଲନ୍ତୁ ଆମେ ଆଜି ଆରମ୍ଭ କରିବା ନବମ ଶ୍ରେଣୀ ବୀଜଗଣିତ ବହିରେ ଥିବା ସେଟ୍ ବିଷୟର ପାର୍ଟ 2ଟି। ପାର୍ଟ 1 ଅଲରେଡ଼ି ମୁଁ ଆଲୋଚନା କରିଦେଇଛି। ଯଦି ଭିଡ଼ିଓଟି ଦେଖିନାହାନ୍ତି ତ ଭିଡ଼ିଓଟି ଯାଇକି ଦେଖି ନିଅନ୍ତୁ, ମୋ ଚ୍ୟାନେଲରେ ଅଛି। ତ ଚାଲନ୍ତୁ ପାର୍ଟ 2 ଆରମ୍ଭ କରିବା। ସେଟ୍ ପ୍ରକ୍ରିୟା ପାର୍ଟ 2ରେ ଅଛି ସେଟ୍ ପ୍ରକ୍ରିୟା। ତ ସେଟ୍ ପ୍ରକ୍ରିୟାରେ 3ଟି ସେଟ୍ ଅଛି, ଯେଉଁଟାକି ସଂଯୋଗ, ଛେଦ ଏବଂ ଅନ୍ତର, ୟୁନିୟନ, ଇଣ୍ଟରସେକ୍ସନ୍ ଏବଂ ଡିଫରେନ୍ସ। এই ତିନିଟିକୁ ଆଲୋଚନା କରିବା। ଚାଲନ୍ତୁ ପ୍ରଥମେ ଆମେ ଆରମ୍ଭ କରିବା ସଂଯୋଗ ବା ୟୁନିୟନକୁ। ତ ୟୁନିୟନ ଆମେ କାହାକୁ କହିବା ନା ଏ ଓ ବି ସେଟ୍ ଦ୍ୱୟରେ ଥିବା ସମସ୍ତ ଉପାଦାନକୁ ନେଇ ଗଠିତ ସେଟ୍କୁ ଏ ଓ ବିର ସଂଯୋଗ ବୋଲି କୁହାଯାଏ। ବା ଏ ସେଟ୍ ଆଉ ବି ସେଟ୍ ଏ ଦୁଇଟାକୁ ନେଇକି ଗଠିତ ସେଟ୍କୁ କ'ଣ କୁହାଯିବ ନା ସଂଯୋଗ ବା ୟୁନିୟନ ବୋଲି କୁହାଯିବ। ଯେଉଁଟାକି ଏ ୟୁନିୟନ ବି କେଉଁଟା ହେବ ନା 1 2 3 4 5 6 7 8 9 ଏବଂ 10 ଏଗୁଡ଼ାକ ଏଇଟା ହିଁ ହେବ। ଏ ୟୁନିୟନ ବି ଇଜିକାଲ୍ ଟୁ ଏଇଭଳିଆ ହିଁ ହେବ। ତ ତାକୁ ଆମେ ଯଦି ଭେନ୍ ଚିତ୍ର ମାଧ୍ୟମରେ ପ୍ରକାଶ କରିବା କ'ଣ ହେବ ନା ସବୁଗୁଡ଼ିକ ଭେନ୍ ଆକାରରେ ରହିଯିବ। ତ ତାର କିଛିଟା ନିୟମ ଅଛି କ'ଣ ନା ଏ ୟୁନିୟନ ବି ଇଜ୍ ଇକ୍ୱାଲ୍ ଟୁ ବି ୟୁନିୟନ ଏ। ଏଟା କି ନିୟମ କେଉଁ ହିସାବରେ ଯାଉଛି ନା ସଂଯୋଗ ପ୍ରକ୍ରିୟା କ୍ରମ ବିନିମୟ ଅଟେ। କାହିଁକି ନା ଏ ୟୁନିୟନ ବି ଯେତେବେଳେ ହେଉଛି ତାର କ୍ରମ ଇଜ୍ ଇକ୍ୱାଲ୍ ଟୁ ଉପରେ ଚେଞ୍ଜ ହେଇଯାଉଛି, ବି ୟୁନିୟନ ଏ ହେଇଯାଉଅଛି। ତାପରେ ନିୟମଟା କ'ଣ ନା ଏ ୟୁନିୟନ ବି ୟୁନିୟନ ହୋଲ୍ ୟୁନିୟନ ସି ଇଜ୍ ଇକ୍ୱାଲ୍ ଟୁ ଏ ୟୁନିୟନ ହୋଲ୍ ବି ୟୁନିୟନ ସି। ତ ଏଟା କ'ଣ ନା ସଂଯୋଗ ପ୍ରକ୍ରିୟାର ସହଯୋଗୀ ନିୟମ ହିସାବରେ ଏଟା କାର୍ଯ୍ୟ କରୁଛି। ତ ତାପରେ ଦେଖିବା ଇଣ୍ଟରସେକ୍ସନ୍, ଯେଉଁଟାକି ଛେଦ ଇଣ୍ଟରସେକ୍ସନ୍। ତ ଇଣ୍ଟରସେକ୍ସନ୍ କାହାକୁ କହିବା ନା ଏ ଓ ବି ସେଟ୍ ଦ୍ୱୟରେ ଥିବା ଉପାଦାନମାନଙ୍କ ମଧ୍ୟରୁ ଯେଉଁ ଉପାଦାନ ଗୁଡ଼ିକ ଉଭୟ ଏ ଓ ବିର ଉପାଦାନ ହୋଇଥିବେ ସେମାନଙ୍କୁ ନେଇ ଗଠିତ ସେଟ୍କୁ ଏ ଓ ବିର ଛେଦ ବୋଲି କୁହାଯାଏ। ଏବଂ ଏହାକୁ କ'ଣ ନା ଏ ଇଣ୍ଟରସେକ୍ସନ୍ ବି ହିସାବରେ ଲେଖାଯାଏ। କିପରି ଏଇଟା ହେବ ନା ଏ ଇଣ୍ଟରସେକ୍ସନ୍ ବି ଇଜ୍ ଇକ୍ୱାଲ୍ ଟୁ, ଏଇଟା ମୁଁ ଇଂରାଜୀର ଆଲଫାବେଟ୍ ଗୁଡ଼ିକୁ ନେଇଛି, ଏଇଟା ବି କଲେ ହେବ। ତ ଏ ସେଟ୍ଟା କେମିତି ହେବ ନା ଆର ଯେଉଁଗୁଡ଼ିକ କମନ୍ ଅଛି ଦୁଇଟାଙ୍କ କ୍ଷେତ୍ରରେ ସେଇଗୁଡ଼ିକ ହିଁ ହେବ ଏ ଇଣ୍ଟରସେକ୍ସନ୍ ବି। ତ କମନ୍ କେଉଁଟା ଅଛି ନା ଡି ଇ, ଏଇ ଦୁଇଟା ଆଲଫାବେଟ୍ ଅଛି, ତ ଡି ଇ ହେଇଯିବ ଏ ଇଣ୍ଟରସେକ୍ସନ୍ ବି। ଯଦି କିଛି ନ ରୁହେ, ଯେମିତିକି ମୁଁ ନେଇଯାଇଛି ନମ୍ବରକୁ ଏ ଇଣ୍ଟରସେକ୍ସନ୍ ବି ଇଜ୍ ଇକ୍ୱାଲ୍ ଟୁ 5, କିପରି ହେବ ନା ଏ ଇଜ୍ ଇକ୍ୱାଲ୍ ଟୁ 1 2 3 4 ଏବଂ ବି ଇଜ୍ ଇକ୍ୱାଲ୍ ଟୁ 5 6 7 8 ଯେତେବେଳେ ହେବ ତ ଏଟା କ'ଣ ହେବ ନା ଏ ଇଣ୍ଟରସେକ୍ସନ୍ ବି ହେଲେ ଇଜ୍ ଇକ୍ୱାଲ୍ ଟୁ ଏଠାରେ କିଛି ବି କମନ୍ ନଥିବାରୁ ଏଟାକୁ ଆମେ 5 ବା 0 ବୋଲି କହିପାରିବା, ବା ଏଟା ଶୂନ୍ୟ ସେଟ୍ ହିସାବରେ ଯିବ ବା ଶୂନ୍ୟ ସେଟ୍ ହିସାବରେ ଯିବ। ଏହାର ନିୟମ ଦୁଇଟି ଅଛି କ'ଣ ନା ଏ ଇଣ୍ଟରସେକ୍ସନ୍ ବି ଇଜ୍ ଇକ୍ୱାଲ୍ ଟୁ ବି ଇଣ୍ଟରସେକ୍ସନ୍ ଏ। ଏଟା ବି ସେଇ କ୍ରମ ବିନିମୟ ନିୟମ ଅନୁସାରେ ଯାଉଛି, କାହିଁକିନା ଆର ପ୍ରଥମେ କ୍ରମଟା ଯାହା ଥିଲା ଇଜ୍ ଇକ୍ୱାଲ୍ ଟୁ ପରେ ତାର କ୍ରମ ଚେଞ୍ଜ ହେଇଯାଉଛି। ଏବଂ ଡବଲ୍ ଲାଇରେ କ'ଣ ଦେଇଛି ନା ଏ ଇଣ୍ଟରସେକ୍ସନ୍ ବି ହୋଲ୍ ଇଣ୍ଟରସେକ୍ସନ୍ ସି ଇଜ୍ ଇକ୍ୱାଲ୍ ଟୁ ଏ ଇଣ୍ଟରସେକ୍ସନ୍ ବି ଇଣ୍ଟରସେକ୍ସନ୍ ସି। ଏଟା କ'ଣ ନା ସଂଯୋଗ ପ୍ରକ୍ରିୟାରେ ସହଯୋଗୀ ନିୟମ ହିଁ ଏଟାକୁ ଗ୍ରହଣ କରୁଛି। ତ ତାପର ନିୟମଟି ହେଉଛି ଡିଫରେନ୍ସ, ବା ତାପର ପ୍ରକ୍ରିୟାଟି ହେଉଛି ଡିଫରେନ୍ସ ବା ଅନ୍ତର ଆମେ ଏଟାକୁ ଯଦି ଆମେ ଭେନ୍ ଚିତ୍ର ମାଧ୍ୟମରେ ପ୍ରକାଶ କରିବା କ'ଣ ହେବ ନା ଏଇ ମଝିଟା କେବଳ ହେବ, କାରଣ ନା ଏଟା ହେଲା କମନ୍, ଦୁଇଟା ଭିତରେ ଥିବା କମନ୍ ଜିନିଷକୁ ହିଁ ନିଆଯାଉଅଛି। ସେଥିପାଇଁ ଦୁଇଟା ଭିତରେ ଏଇଟା କମନ୍ ଥିବାରୁ ଏଇ ଜିନିଷଟାକୁ ହିଁ ଭେନ୍ ଚିତ୍ର ମାଧ୍ୟମରେ ପ୍ରକାଶ କଲେ ଏଭଳିଆ ହିଁ ହେବ। ତାପରେ ଡିଫରେନ୍ସ କ'ଣ, ଡିଫରେନ୍ସ କାହାକୁ କହିବା ବା ଛେଦ କାହାକୁ କହିବା ନା ଅନ୍ତର କାହାକୁ କହିବା ନା ଦୁଇଟାଙ୍କ ଭିତରେ ଥିବା ଏ ଆଉ ବି ସେଟ୍, ଏ ଏବଂ ବି ହେଉଛି ଦୁଇଟି ସେଟ୍। ତେବେ ଏ ସେଟ୍ର ଯେଉଁ ଉପାଦାନ ଗୁଡ଼ିକ ବିରେ ନାହାନ୍ତି ସେମାନଙ୍କୁ ନେଇ ଗଠିତ ସେଟ୍କୁ ଏ ଅନ୍ତର ବି ବୋଲି କହିବା ବା କୁହାଯାଏ। ଏ ସେଟ୍ର ଉପାଦାନ ଯେଉଁଟାକି ବିରେ ନାହାନ୍ତି, 4 5 ତ ଅଛନ୍ତି, ତ କେଉଁଟା ନାହାନ୍ତି ନା 1 2 3, ଏଇଟାକୁ ହିଁ ଆମେ କହିବା କ'ଣ ନା ଏ ଅନ୍ତର ବି ବା ଏ ଡିଫରେନ୍ସ ବି ବୋଲି ଏଇଟାକୁ ଆମେ କହିପାରିବା। ତ ଏ ଡିଫରେନ୍ସ ବି କ'ଣ ହେବ ନା 1 2 3 ଏବଂ ଭେନ୍ ଚିତ୍ର ମାଧ୍ୟମରେ ଯଦି ପ୍ରକାଶ କରିବା ତାହେଲେ କ'ଣ ହେବ ନା ଏତିକି ହିଁ କେବଳ ରହିବ, ଏପଟିକି ଯିବ ନାହିଁ, ଏଟାକୁ ଯିବନି କି ଏପଟଟାକୁ ଯିବ ନାହିଁ।
ତ ମୁଁ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ ଏବଂ ଆପଣମାନେ ଭଲସେ ବୁଝିପାରିଥିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।